हेलो फ्रेंड्स, चलନ୍ତୁ ଜାଣିବା ପେଟରେ ଥିବା ଛୁଆ ପୁଅ ନା ଝିଅ କେଉଁ ଉପାୟ ଦ୍ୱାରା ଆପଣ ଜାଣିବେ। ବାହା ହୋଇସାରିବା ପରେ ସମସ୍ତେ ଚାହାନ୍ତି ଛୁଆଟିଏ ହେଉ ବୋଲି। କିଛି ଲୋକ ଚାହିଁଥାନ୍ତି ପୁତ୍ର ସନ୍ତାନ ଓ ଆଉ କିଛି ଲୋକ ଚାହିଁଥାନ୍ତି କନ୍ୟା ସନ୍ତାନ। ସନ୍ତାନ ହୋଇଗଲେ ପରିବାରରେ ସମସ୍ତ ସଦସ୍ୟ ବହୁତ ଖୁସି ହୋଇଥାନ୍ତି। କିଛି ଲୋକଙ୍କର ବିବାହ ପରେ ସନ୍ତାନ ପ୍ରାପ୍ତି ହେବା ବହୁତ କଷ୍ଟ ହୋଇଥାଏ। ଶରୀରର କୌଣସି ସମସ୍ୟା ପାଇଁ ସନ୍ତାନ ହେବାରେ କିଛି ଅସୁବିଧା ହୋଇଥାଏ। ଆଜି ଆସନ୍ତୁ ଜାଣିବା ଗର୍ଭବତୀ ସମୟରେ ସନ୍ତାନ ପୁଅ ନା ଝିଅ କିଛି ଉପାୟରୁ ଜାଣିବା। କିଛି ଲୋକ ପୁଅ ନା ଝିଅ ଜାଣିବା ପାଇଁ ପରୀକ୍ଷା ମଧ୍ୟ କରିଥାନ୍ତି, କିନ୍ତୁ ଆଇନ ଅନୁଯାୟୀ ନିଜ ଭ୍ରୂଣର ଲିଙ୍ଗ ନିରୂପଣ କରିବା ଏକ ଅପରାଧ ବୋଲି କୁହାଯାଇଛି। ଯଦି ଭ୍ରୂଣ ହତ୍ୟା କରିବେ ଏହା ଏକ ଦଣ୍ଡନୀୟ ଅପରାଧ। କିଛି ଲୋକ ଶରୀରର କିଛି ପରିବର୍ତ୍ତନ ଦେଖି ବା କିଛି ଲକ୍ଷଣ ଦେଖି କହିଦେଇଥାନ୍ତି ଯେ ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ ହେବ। ଏହି ଲକ୍ଷଣ ଅନୁସାରେ କେବେ ଭ୍ରୂଣ ହତ୍ୟା କରନ୍ତୁ ନାହିଁ, କାରଣ ବହୁତ ବଡ଼ ଅପରାଧର ସମ୍ମୁଖୀନ ହେବାକୁ ପଡ଼ିପାରେ। ପ୍ରଥମେ ମହିଳାର ଗର୍ଭବତୀ ସମୟରେ ପେଟରେ ପୁଅ ନା ଝିଅ ଅଛି ଜାଣିବା ପାଇଁ ପେଟର ଆକାରରୁ ଜଣାପଡ଼ିଥାଏ। ଯଦି ଗର୍ଭବତୀ ମହିଳାର ପେଟ ଗୋଲ ଓ ପେଟ ବାହାରକୁ ବାହାରିଥାଏ, ଏହା ପୁଅ ହେବାର ଲକ୍ଷଣ ଅଟେ। ସେହିପରି ଗର୍ଭବତୀ ସମୟରେ ପେଟର ଆକାର ଚଉଡ଼ା ଓ ଗୋଲ ହୋଇଥାଏ, ଏହା ଝିଅ ହେବାର ଲକ୍ଷଣ ହୋଇଥାଏ। କିଛି ଲକ୍ଷଣ ମହିଳାର ବ୍ୟବହାରରୁ ଜଣାପଡ଼ିଥାଏ। ଯଦି ମହିଳା ଗର୍ଭବତୀ ହେବାର 3 ମାସ ସମୟରେ ଦୁଃଖରେ ରୁହନ୍ତି ବା କିଛି କଥାରେ ରାଗି ଯାଇଥାନ୍ତି, ପରବର୍ତ୍ତୀ ସମୟରେ ଦୁଃଖୀ ହେବା ସହ ଅନୁତାପ ମଧ୍ୟ କରିଥାନ୍ତି, ହେବାକୁ ଯାଉଥିବା ସନ୍ତାନ ପୁତ୍ର ହୋଇପାରେ। ଯଦି ମହିଳା ଗର୍ଭବତୀ ସମୟରେ ସମସ୍ତଙ୍କ ସହ ଖୁସିରେ ରହିଥାନ୍ତି ଓ ସମସ୍ତଙ୍କୁ ଖୁସିରେ ରଖିଥାନ୍ତି ବା ସ୍ନେହ ଆଦର କରିଥାନ୍ତି, ଏହି ଲକ୍ଷଣରୁ ଜଣାଯାଏ କନ୍ୟା ସନ୍ତାନ ହେବା ପାଇଁ ଯାଉଛି। କିଛି ଲକ୍ଷଣ ଖାଦ୍ୟରୁ ମଧ୍ୟ ଜଣାଯାଇଥାଏ। ଯଦି ମହିଳା ଖାଇବାରେ ଘୃଣାଭାବ ବା ଖାଇସାରିବା ପରେ ବାନ୍ତି କରିଥାନ୍ତି, ଏହାଦ୍ୱାରା ପୁତ୍ର ସନ୍ତାନ ହେବାର ଲକ୍ଷଣ ଅଟେ। ଯେଉଁ ମହିଳା ଖାଇବାରେ ବହୁତ ରୁଚି ରଖିଥାଏ ବା ସ୍ୱାଦିଷ୍ଟ ଖାଇବାକୁ ଚାହିଁଥାଏ, ଏହାଦ୍ୱାରା ଝିଅ ହେବାର ଲକ୍ଷଣ ଅଟେ। ଯଦି ଗର୍ଭବତୀ ସମୟରେ କୌଣସି ମିଠା ଜିନିଷ ଖାଇବାକୁ ଇଚ୍ଛା କରନ୍ତି, ଏହାଦ୍ୱାରା ଝିଅ ହେବାର ଲକ୍ଷଣ ହୋଇଥାଏ। ଯଦି କିଛି ଖଟା ଜାତୀୟ ଜିନିଷ ଖାଇବାକୁ ଇଚ୍ଛା କରନ୍ତି, ଏହାଦ୍ୱାରା ପୁତ୍ର ସନ୍ତାନ ହେବାର ଲକ୍ଷଣ ଅଟେ। ଯଦି ଗର୍ଭରେ ପୁଅ ଥାଏ ତ ଚର୍ମ ସମସ୍ୟା ଦେଖା ଦେଇଥାଏ। ଯଦି ଗର୍ଭରେ ଝିଅ ଥାଏ ତ ତ୍ୱଚାରେ ଚମକ ଆସିଥାଏ। ଏହି ଲକ୍ଷଣ ଦ୍ୱାରା ଜାଣି ହୋଇଥାଏ କି ସନ୍ତାନ ପୁଅ ନା ଝିଅ। ଯଦି ଆପଣମାନଙ୍କୁ ଆମର ଏହି ଟିପ୍ସଟି ଭଲ ଲାଗିଥାଏ, ତେବେ ଲାଇକ୍, କମେଣ୍ଟ ଏବଂ ସେୟାର କରିଦିଅନ୍ତୁ। ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।